ସମସ୍ତେ ପନିପରିବା ଖାଅ। ପନିପରିବା ଆମେ କାହିଁକି ଖାଉ? ଭିଟାମିନ୍ ହେବ। ଦେହ କଣ ହେବ? ସୁସ୍ଥ ରହିବ। ହଁ ନା ନାଇଁ? ଶାଗ ଖାଅ, ପରିବା ଶାଗ। ଆଳୁ କେମାନଙ୍କ ପସନ୍ଦ? ଆଳୁ ଭଜା। ବା ଏବେ ମୁଁ ତୁମମାନଙ୍କୁ ଝୋଳରେ ଏକ ପନିପରିବା ନେଇକି ଆସି ଦେଖାଇବି ହେଲା। ଦେଖ ପିଲାମାନେ ୟାକୁ ଖାଇଛ? କଣ ଇଏ? ମାଖନ ନାଇଁ, ଇଏ ପରିବା। ମାଖନ ଗୋଟେ କଣ? ପରିବା। ୟାକୁ ଆମେ ତରକାରୀରେ ହେଲା। ତାପରେ ଦେଖ ଇଏ କଣ? ହେଲା। ଦେଖ ଆଉ ଗୋଟେ ଫୁଲକୋବି ମୋ ପାଖରେ ଅଛି ହେଲା। ଦେଖ ଇଏ ହେଲା ଆଳୁ। ହେଲା। ଦେଖ ଏ ପିଲା ପିଆଜ। କଣ ଇଏ? ପିଆଜ ଦେଖିଲେ। ତାପରେ ଦେଖ ଦେଖ ପିଲେ ପରିସ୍ମିତା ପିଲାମାନେ ଦେଖ କଲରା ଭଜା ଖାଅ। ଦେଖିବାକୁ ପିଏ ପିତା ସିନା ଦେହ ପାଇଁ ଭଲ ହେଲା। ସବୁଦିନ ଟିକେ କଲରା ଭଜା ଆମେ ଖାଇବା ହେଲା। ପିଲାମାନେ ଦେଖ ଇଏ ଖାଅ ସମସ୍ତେ। ତରକାରୀରେ ପକେଇ ଖାଅ ନା। କେମିତି ଖାଉ କହିଲ? ପୋଡ଼ିକି ଆଉ ସନ୍ତୁଳାରେ ପକାଉ, ଡାଲିରେ ପକାଉ ହେଲା ନାଇଁ? ତରକାରୀରେ ପକାଉ, ଭଜା କରୁ। ଏଇଟା ବାଇଗଣ। ପୋଟଳ ହେଲା। ଭାରି ଟେଷ୍ଟି ନା ପୋଟଳ ତରକାରୀ? ଗାଜର ହାଲୁଆ ଖାଅ। ଇଏ ହେଲା ଗାଜର। ତ ଆଜି ଆମେ କଣ ଜାଣିଲେ ସବୁ? ପନିପରିବାମାନଙ୍କର ନା ହେଲା। ସଂଖ୍ୟା। ହଉ ପନିପରିବା ମାନଙ୍କର ନା ଜାଣିଲେ। କହିଲ କିଏ ଫୁଲକୋବି ଦେଖାଇଲ? ଫୁଲକୋବି କିଏ ପାଇଛ? ହେଲା ଫୁଲକୋବି। ଭେଣ୍ଡି ଭେଣ୍ଡି ଦେଖ। ବାଇଗଣ ଅଛି।